ଆପଣଙ୍କର ହଁ ଗୋଟେ ଟ୍ୱିଟ୍ କୁ ନେଇ ବର୍ତ୍ତମାନ ଗୋଟେ ରାଜନୈତିକ ମହଲରେ ଚର୍ଚ୍ଚା କି ଯେତେବେଳେ କି ଆପଣଙ୍କ ଦଳ ରେଲୱେ ପ୍ରକଳ୍ପକୁ ପୁରୁଣା ପ୍ରକଳ୍ପ କହି ସମାଲୋଚନା କରୁছে ଆପଣ ତାକୁ ପ୍ରଶଂସା କରୁଛନ୍ତି ନବରଙ୍ଗପୁର ଜୁନାଗଡ଼ ପ୍ରକଳ୍ପକୁ ନେଇ ଅନ୍ୟ 6ଟି ପ୍ରକଳ୍ପକୁ ନେଇ ଏହା ପରେ ଆପଣ ଟିକେ ପ୍ରତିକ୍ରିୟା ଚାହିଁବୁ। ଦେଖନ୍ତୁ ଯୋଉ ଜୁନାଗଡ଼ ନବରଙ୍ଗପୁର ରେଲୱେ ଲାଇନ କଥା ଆପଣ କହିଲେ ଏଇଟା ମୁଁ 2021 ମସିହାରୁ ମୁଁ ଏଟାକୁ ପର୍ସୁ କରି ଆସୁଛି। ଆଉ ଏଇ ବିଷୟରେ ବାରମ୍ବାର ମନ୍ତ୍ରୀଙ୍କୁ ଭେଟିଛି, ବାରମ୍ବାର ମନ୍ତ୍ରୀଙ୍କୁ ଚିଠି ଦେଇଛି, ବଜେଟ୍ ସ୍ପିଚ୍ରେ ଅନ୍ୟାନ୍ୟ ପାର୍ଲାମେଣ୍ଟ ଇଣ୍ଟରଭେନ୍ସନ୍ସରେ ମୁଁ ଏ ବିଷୟରେ ଉଠେଇଛି। ତେଣୁ ଯୋଉ ଯେତେବେଳେ ଏବେ 8ଟା ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଲେ ସେଥିରେ ଏଇ ପ୍ରୋଜେକ୍ଟ ଥିଲା ଜୁନାଗଡ଼ ନବରଙ୍ଗପୁର ରେଲୱେ ଲାଇନ, ଯୋଉଟା କଳାହାଣ୍ଡିବାସୀଙ୍କ ପାଇଁ ଅତି ଖୁସିର କଥା। ଆଉ ସୌଜନ୍ୟତା ଦୃଷ୍ଟିରୁ ମୁଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲି। ଗୋଟେ ଏଥିରେ କୋଉଠୁ ରାଜନୀତି ରାଜନୀତି, ଏଥିରେ କାହିଁକି ରାଜନୀତି ଏଥିରେ ପଶିଲା ମୁଁ ବି ଜାଣିନି। ଆଉ ଯୋଉଟା ଦଳ ଯୋଉଟା କହୁଛି ସେଇଟା ମାନେ ବିଭିନ୍ନ ରେଲୱେ ପ୍ରୋଜେକ୍ଟରେ ଯୋଉଟା ଆମର ଦାବି ହେଇ ଆସୁଛି ସେଟା ଏପର୍ଯ୍ୟନ୍ତ ହେଇନି, କିମ୍ବା ଅନ୍ୟାନ୍ୟ ରେଲୱେ ଯୋଉ ୱାଗନ ଫ୍ୟାକ୍ଟ୍ରି କଥା କୁହନ୍ତୁ କିମ୍ବା ମଡର୍ଣ୍ଣାଇଜେସନ ଅଫ୍ ରେଲୱେ କଥା କୁହନ୍ତୁ, ଏସବୁ ଆମର ଦାବି ଅନେକ ଆଉ ବି ଅଛି ଯୋଉଟା ଏପର୍ଯ୍ୟନ୍ତ ପୁରା ହେଇନି। ସେ ଦୃଷ୍ଟିରୁ ବୋଧେ ଦଳ କହିଛି ଯୋଉ ପ୍ରେସ କନଫରେନ୍ସରେ। କିନ୍ତୁ ମୁଁ ଗୋଟେ ଏଇଟା କର୍ସି ଦୃଷ୍ଟିରୁ କଳାହାଣ୍ଡିବାସୀଙ୍କ ତରଫରୁ ରେଲୱେ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲି, କାରଣ ଏଇଟା ଗୋଟେ ଲଙ୍ଗ ପେଣ୍ଡିଂ ଡିମାଣ୍ଡ ଥିଲା କଳାହାଣ୍ଡିବାସୀଙ୍କର, ଜୁନାଗଡ଼ରୁ ଜୟପୁର ଭାୟା ନବରଙ୍ଗପୁର ଯୋଉ ରେଲୱେ ଲାଇନଟା। ଯେହେତୁ ଗୋଟେ ଚର୍ଚ୍ଚା ହଉଛି ଯେତେବେଳେ ଦଳ ତାକୁ ଅପୋଜ କରୁଛି କିନ୍ତୁ ଆପଣ ପ୍ରଶଂସା କରିବାକୁ ହଉଛି କି ସୁଜିତ କୁମାର ବିଜେପି ମୁହାଁ ହଉଛନ୍ତି ଯେ ମମତାଙ୍କ ନା ରାସ୍ତାରେ ନା ଯାଉଛନ୍ତି ଦେଖନ୍ତୁ ସୁଜିତ ଦେଖନ୍ତୁ କୁମାର। ମୁଁ ଅନ୍ୟ କୋଉ ପ୍ରୋଜେକ୍ଟ ବିଷୟରେ ମୁଁ ଲେଖିନି, ଆପଣ ମୋ ଟ୍ୱିଟକୁ ଭଲରେ ପଢନ୍ତୁ। ମୁଁ ଏଇ ସ୍ପେସିଫିକ ପ୍ରୋଜେକ୍ଟ ପାଇଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି। ଆଉ ଏଇଟା ଗୋଟେ ବେସିକ କର୍ଟେସି ପଲିଟିକ୍ସରେ କୋଉ, ଆଉ ଯେହେତୁ ମୁଁ ନିଜେ ଏଥିରେ 3 ବର୍ଷ 3.5 ବର୍ଷ ହେଲା ମୁଁ ଏଥିରେ ଫାଇଟ୍ କରି ଆସୁଥିଲି। ଆଉ ଯେହେତୁ ଏଇଟାକୁ ଆନାଉନ୍ସ କରିଲେ ମୁଖ୍ୟମନ୍ତ୍ରୀ, ତେଣୁ ମୋର ଏଇଟା ରାଜନୈତିକ ସୌଜନ୍ୟତା, ଏଇଟା ବିୟଣ୍ଡ ଗୋଇଙ୍ଗ ପାର୍ଟି ଲାଇନ୍। ମୁଁ ତାଙ୍କୁ ଗୋଟେ ଧନ୍ୟବାଦ ଦେବିନି କଳାହାଣ୍ଡିବାସୀଙ୍କ ତରଫରୁ। ସେ ଯୋଉ ପାର୍ଟିରେ ହୁଅନ୍ତୁ, ସେ ମାନେ ଆମେ ଗୋଟେ ମୁଁ ଡିମାଣ୍ଡ କରି ଆସୁଛି, ବାରମ୍ବାର ତାଙ୍କୁ ଭେଟିଛି, ବାରମ୍ବାର ଲେଖିଛି, ସେ ଯେତେବେଳେ ଏଇଟାକୁ ମଞ୍ଜୁରୀ କରୁଛନ୍ତି ମୁଁ ଧନ୍ୟବାଦ ଦେବିନି ତାଙ୍କୁ। ଏଥିରେ କୋଉ କାହିଁକି ରାଜନୀତି ଏଥିରେ ପଶୁଛି, ଆଉ କୋଉ କାରଣରୁ ଏଇଟାକୁ ଅନ୍ୟାନ୍ୟ ଜିନିଷ ସହିତ ଯୋଡୁଛନ୍ତି। ବିଶେଷ କରି ମିଡ଼ିଆ ବନ୍ଧୁଙ୍କୁ ମୁଁ ଅନୁରୋଧ କରିବି ଏଟାକୁ ମାନେ ଏମିତି ନ ଦେଖନ୍ତୁ ଏଇଟା।